श्रीमद् भगवद गीता अध्याय 7 ज्ञान विज्ञान योग श्लोक संख्या 29 एवं 30। जरा मरण मोक्षाय ममाश्रित्य यतन्ति ये ते ब्रह्म तद्विदुः कृत्स्नम् अध्यात्मं कर्म चाखिलम्। जो बुद्धिमान लोक वृद्धावस्था एवं मृत्यु रक्षा पाया चेष्टा करुथांती सेमाने भक्ति योग मार्ग सेवारत होई मो ठारे आश्रय ग्रहण करती। वास्तव में सेमाने ब्रह्म कण एवं भल भाव दिव्य कर्म तथा सकाम कर्म संबंध रे सबकिछि जानी थांती। के चाहूँ का रोग आसू आ कष्ट न हो एमती कहीं चाहूँ वृद्धावस्था आसू आ कष्ट न हो किए चाहूँ कहार एमती इच्छा अच्छी जन्म मृत्यु जरा व्याधि तो आसब ही नो डाउट। धन्यवाद। हरे कृष्ण प्रभु। रोग भी हम आ बुढ़ापा भी आसो। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ज्ञान विज्ञान योग अध्याय 7 श्लोक संख्या 29। जरा मरण मोक्षाय ममाश्रित्य यतन्ति ये ते ब्रह्म तद्विदुः कृत्स्नम् अध्यात्मं कर्म चाखिलम्। ए श्लोक रे कह जाउछि जे वो टेक्निक विषय कह जाउछि जे समस्त को तो निश्चित वृद्धावस्था प्राप्त हेबे आओ रोग भी हम शरीर अच्छी माने रोग हम कई निरोग रही पारिबो नहीं। तो से अवस्था रे वृद्धावस्था रे और रोग अवस्था रे कौन हुए कष्ट हुए ना। हाँ कि नहीं ये कष्ट तो कहीं पार पाई पारिबनी। बर्तमान से टेक्निक कह जाउछि जहाँ द्वारा कि रोग आसीबो वृद्धावस्था आसीबो किंतु कष्ट होबनी। जानिया पई चाहूचंदी के हाँ कौन जानिया पई चाहूचंदी कमल माता जी? कौन जानिया पई चाहूचंदी? मु कौन कहली एबे मु कौन कहली हाँ कौन कले कष्ट हेबनी कौन थी कष्ट हेबनी वृद्धावस्था आसले बुढ़ा हेले कष्ट हेबनी आ रोग धरले कष्ट हेबनी जमतिका सही रोग हम समस्त को रोग हम शरीर अच्छी माने रोग हम से जहाँ भी हो रोग तो हम कहला ना। रोग शरीर हूँ रोगर घर एमतिया कहतु कि व्यक्ति जे रोगा नुह त्या देहरे किसी रोग ना कह अच्छी कि संसार एमतिया तेणु जे बुद्धिमान से कौन कर शुणु जे बुद्धिमान लोक वृद्धावस्था एवं मृत्यु रक्षा पाया चेष्टा करुँच है ना। बर्तमान समस्त चेष्टा कर बुढ़ा न हूँ है ना तापाई केते प्रकार कॉस्मेटिक यूज कर मुहरे
ଯେମିତିଆ ଜବାନ ଦେଖାଯିବି। ହଁ, ପ୍ଲାଷ୍ଟିକ୍ ସର୍ଜରୀ କରୁଛନ୍ତି। ସ୍କିନ୍ ଯେଉଁ ଉଳି ପଡ଼ୁଛି ସେ ସ୍କିନ୍କୁ ବାହାର କରିକି ନୂଆ ସ୍କିନ୍ କେମିତିଆ ହେବ ସେଇ ପାଇଁ ବ୍ୟବସ୍ଥା ଚାଲିଛି। ବର୍ତ୍ତମାନ ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ଶରୀରଟାକୁ ଖାଲି ବୁଢ଼ା ନ ହେଉ, କେମିତିକା ଯବାନ ଯୁବକ ଅବସ୍ଥା ସବୁବେଳେ ଦେଖାଯାଉ, ସେଇଥିପାଇଁ କେବଳ। ଆଉ ରୋଗ ଏମିତିଆ ନ ହେଉ, ବିଭିନ୍ନ ପ୍ରକାର ରୋଗ ପାଇଁ ବିଭିନ୍ନ ପ୍ରକାର ମେଡ଼ିସିନ ବାହାରୁଛି। କିନ୍ତୁ ଆଉ ସେଇ ପରିମାଣରେ ରୋଗ ବି ବିଭିନ୍ନ ପ୍ରକାର ଆସୁଛି। ଡାକ୍ତର ବି ଜାଣିପାରୁନାହାନ୍ତି କେଉଁ ରୋଗ ଆସୁଛି। ଏମିତିଆ ରୋଗ ତିଆରି ହେଇଯାଉଛି। ଯେଉଁ ବୁଦ୍ଧିମାନ ଲୋକ ବୃଦ୍ଧାବସ୍ଥା ଓ ମୃତ୍ୟୁ ରକ୍ଷା ପାଇଁ ଚେଷ୍ଟା କରୁଛି, ସେମାନେ ଭକ୍ତି ଯୋଗ ମାର୍ଗରେ କ'ଣ କରିବେ? ସେବାରତ ହୋଇ ମୋ ଠାରେ ଆଶ୍ରୟ ଗ୍ରହଣ କରନ୍ତି। କିନ୍ତୁ ଯେଉଁମାନେ ମୂର୍ଖ, ସେମାନେ କେଉଁଠି ଆଶ୍ରୟ ଗ୍ରହଣ କରୁଛନ୍ତି? କେଉଁଠି? ମୁଁ ବୁଝିପାରୁନି ସମସ୍ତଙ୍କର ଭିଡ଼ିଓଟା କାହିଁ ବନ୍ଦ ଅଛି? ନରେନ୍ଦ୍ର ପ୍ରଭୁ ତ ସବୁବେଳେ ଭିଡ଼ିଓ ଖୋଲି ରଖନ୍ତି, ସିଏ ବନ୍ଦ କରିଛନ୍ତି। ପୁଷ୍ପଲତା ମାତାଜୀ, ଗୀତାଞ୍ଜଳି ମାତାଜୀ, ଜ୍ୟୋତ୍ସ୍ନା ମାତାଜୀ, ଉମାଶଙ୍କର, ଆଚ୍ଛା ଠିକ୍, ଉମାଶଙ୍କର ପ୍ରଭୁ, ଏମାନେ କ'ଣ ବହୁତ ବ୍ୟସ୍ତ ନା କ'ଣ? କ'ଣ ଉମାଶଙ୍କର ପ୍ରଭୁ? ମାନେ ଏମାନେ ବାହାରେ ଅଛନ୍ତି, ଖାଲି ପ୍ରେଜେଣ୍ଟ ପକାଇବା ପାଇଁ ଆମେ ଅଛୁ ବୋଲି ଦେଖି ଦେଉଛନ୍ତି ନା କ'ଣ? ସେଇ ଗୋଟେ କଥାକୁ ତମାମ ବର୍ଷ ସାରା କୁହାଯାଉଛି, କିନ୍ତୁ ଆମେ ଗୁରୁଙ୍କ କଥା ମାନୁଛେ। ଯାହା କହୁଛନ୍ତି ସେୟା ମାନିବା, ହଁ କି ନାହିଁ? ବାସ୍ତବରେ ସେମାନେ ବ୍ରହ୍ମ କ'ଣ ଏବଂ ଭଲ ଭାବରେ ଦିବ୍ୟ କର୍ମ ତଥା ସକାମ କର୍ମ ସମ୍ବନ୍ଧରେ ସବୁ କିଛି ଜାଣିଛନ୍ତି। ଏଠି ଯେଉଁ କୁହାହେଲା ଭଗବାନ ପାଖରେ ଆଶ୍ରୟ ନେଲେ ଆଉ ବୃଦ୍ଧାବସ୍ଥା ଆଉ ମୃତ୍ୟୁରୁ ରକ୍ଷା ପାଇଯିବ, କ'ଣ ଏଇଟା ସତ? କ'ଣ ସତ? ସତରେ କ'ଣ ବୁଢ଼ାପା ଆସିବନି? ତାକୁ ବୁଢ଼ା ହେବନି? ସେ ରୋଗ ହେବନି ତାକୁ? କ'ଣ ହେବ? ବୁଢ଼ା ହେବନି ନା ରୋଗ ଆସିବନି? ବୁଢ଼ା ହେବ, ରୋଗ ହେବନି? ରୋଗ ବି ହେବ ଆଉ ସେ ବୁଢ଼ା ବି ହେବ, ହଁ ନା? ଆଚ୍ଛା, ତାହେଲେ ଜୟପତାକା ସ୍ୱାମୀ ମହାରାଜକୁ ଏତେ କାହିଁ ରୋଗ? ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଦିଏ, ତାଙ୍କ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିଦିଏ। ଗୋପାଳକୃଷ୍ଣ ମହାରାଜଙ୍କୁ ପାର୍କିଂସନ୍ ବିମାରୀ, ଆମ ଗୁରୁ ମହାରାଜକୁ ପାରାଲିସିସ୍, ଏତେ କାହିଁ ରୋଗ ହେଉଛି? କୁହନ୍ତୁ। ଯଦି ସେମାନେ ବି ବୁଢ଼ା ହେଉଛନ୍ତି, ସେମାନେ ତ ଆହୁରି ଉନ୍ନତ ଭକ୍ତ, ତାଙ୍କୁ ସେମାନେ ବୁଢ଼ା ହେଉଛନ୍ତି, ସେମାନଙ୍କୁ ରୋଗ କାହିଁକି ଆସୁଛି? କୁହନ୍ତୁ। କାହିଁକି ଏଇନା କହୁଥିଲ ବୁଢ଼ା ହେବ, ରୋଗ ହେବନି କହୁଥିଲ? ବୃଦ୍ଧାବସ୍ଥା ବି ଆସିବ, ରୋଗ ବି ଆସିବ, କିନ୍ତୁ ଏଇଟା ହେଉଛି ଅନ୍ତର। ଯିଏ ଭୌତିକବାଦୀ ଲୋକ, ସିଏ ଅସ୍ଥିର ହୋଇଯିବ। ରୋଗ ଆସିଲେ ହାୟ 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 କରି ଚିଲେଇବ। ବୃଦ୍ଧାବସ୍ଥା ଆସିଲେ କେମିତି ତା'ର ବୃଦ୍ଧାବସ୍ଥା ନ ଆସୁ, ତା ପାଇଁ ସେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବ। କିନ୍ତୁ ଆଧ୍ୟାତ୍ମିକବାଦୀ ଲୋକ କ'ଣ କରିବ? ସିଏ ଏଇ ଜିନିଷକୁ ବହୁତ ଇଜିଲି ଆକ୍ସେପ୍ଟ କରିନେବ, ସ୍ୱୀକାର କରିନେବ। ତାର କିଛି ପ୍ରୋବ୍ଲେମ୍ ହେବନି। ପ୍ରୋବ୍ଲେମ୍ ମାନେ ସେ ଜାଣିଛି ଯେ ଏଇଟା ସ୍ୱାଭାବିକ, ଏଇଟା ସ୍ୱାଭାବିକ। ଯେମିତିକା ମୁଁ ଆପଣଙ୍କୁ କହିପାରିବି,
ଆପଣ ଜାଣିଛନ୍ତି ଯେ ଯେତେବେଳେ ବନ୍ୟା ଆସିବ ସେତେବେଳେ ଘରକୁ ପାଣି ପଶିବ, ହଁ କି ନାହିଁ? ଆପଣ ଯଦି ଘର ଆପଣଙ୍କର ନଦୀ ତଟରେ ଅଛି ତାହେଲେ ଆପଣ ସେଇ ପାଣି ପଶିଲେ କେମିତି ତାକୁ ଟ୍ୟାକଲ୍ କରାଯିବ ସେ ଜ୍ଞାନ ଆପଣଙ୍କ ପାଖରେ ଅଛି। ଆଉ ଯଦି ନଦୀ ମାଡ଼ିକି ଆସି ଘରକୁ ପାଣି ପଶିବ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବନି? ଆଶ୍ଚର୍ଯ୍ୟ ଲାଗିବ କି? କିନ୍ତୁ ଯେ ବ୍ୟକ୍ତି ଜାଣିନାହିଁ ଯେ ହଠାତ୍ କେତେବେଳେ ବି ପାଣି ମାଡ଼ି ଆସିପାରେ ଆଉ ଘରକୁ କେତେବେଳେ ବି ପାଣି ପଶିଯିବ, ତା ପାଇଁ ଆଶ୍ଚର୍ଯ୍ୟଜନକର କଥା, ଆଶ୍ଚର୍ଯ୍ୟର କଥା ନା। ଜଣେ ଜିନିଷକୁ ଜାଣିଛି ଆଉ ପ୍ରୋବ୍ଲେମ୍ ଆସିଲେ ତାକୁ ଫେସ୍ କରିବାର ତା'ର କେପାବିଲିଟି ଅଛି, ତା ପାଇଁ ଏତେ ପ୍ରୋବ୍ଲେମ୍ ହେବନି କିଛି। କିନ୍ତୁ ଯେ ବ୍ୟକ୍ତି ଜାଣିନାହିଁ ସାଙ୍ଗେ ସାଙ୍ଗେ ଗୋଟେ ଦୁର୍ଘଟଣା ଘଟିଗଲା, ଯେମିତିଆ କରୋନା କାଶ ଛିଙ୍କ ପାଇଁ ଯେତେବେଳେ କାଶ ଛିଙ୍କ ହେଉଛି ସେତେବେଳେ ସମସ୍ତେ ଜାଣିଛନ୍ତି କ'ଣ କ'ଣ ମେଡ଼ିସିନ୍ ଖାଇବା ପାଇଁ କ'ଣ କରିବା ପାଇଁ ସମସ୍ତେ ଜାଣିଛନ୍ତି। କିନ୍ତୁ କରୋନା ଯେତେବେଳେ ଆସିଗଲା କେମିତିକା ଆତଙ୍କ ଫେଲିଗଲା, ପୁରା ବିସ୍ତାର ହୋଇଗଲା। ତା'ର ରୋଗର ନିରାକରଣ କ'ଣ କାହାରି ପାଖରେ ଜଣା ନଥିଲା କିଛି, ହଁ କି ନାହିଁ? ସେଇଥିପାଇଁ ସମସ୍ତେ ଆତଙ୍କିତ ହୋଇଗଲେ। ସେ ଆତଙ୍କିତ ହେଇକି ବହୁତ ଲୋକ ମରିଗଲେ। କିନ୍ତୁ ଯେଉଁମାନେ ଧୀର ସ୍ଥିର ହୋଇକି ତାପରେ ରିସର୍ଚ୍ଚ କଲେ, ତାକୁ ସହ୍ୟ କଲେ, ତାକୁ ଜାଣିଲେ, ତାପରେ ତା'ର ମେଡ଼ିସିନ୍ ବାହାର କଲେ, ତ ତାପରେ ଷ୍ଟେଜ୍ରେ ସେମାନେ ତାକୁ ଫେସ୍ କଲେ ଜିନିଷ ଗୁଡ଼ାକୁ, ତାଙ୍କ ପାଇଁ ଇଜି ହୋଇଗଲା। ବର୍ତ୍ତମାନ କରୋନାକୁ କେହି ଡରୁଛନ୍ତି? ବର୍ତ୍ତମାନ କରୋନାକୁ କେହି ଡରୁଛନ୍ତି କି? କେହି ଡରୁନାହାନ୍ତି। କାହିଁକି? ସେ ଜାଣିଗଲେ ଯେ ଏଇ ରୋଗଟା ଏମିତିଆ, ତାର ସିମ୍ପଟମ୍ ଏମିତିଆ, ସେ ଏଇଆ ହେଲେ ଏମିତିଆ କରିବା ପାଇଁ ପଡ଼େ, ସବୁ ଜାଣିଗଲେ। ଠିକ୍ ସେଇଭଳିଆ ଯିଏ ଭକ୍ତ, ସିଏ ଯେତେବେଳେ ଭଗବାନଙ୍କ ସେବାରେ, ଭକ୍ତି ଯୋଗ ମାର୍ଗରେ ସେବାରତ ହେଉଛି ଭଗବାନଙ୍କ ସେବାରେ, ତା ପାଖକୁ ଯେତେବେଳେ ଏଇ ବୃଦ୍ଧାବସ୍ଥା ଆସୁଛି ଆଉ ରୋଗ ଆସୁଛି, ସେଗୁଡ଼ାକୁ ହ୍ୟାଣ୍ଡେଲ୍ କରିବ, ସେଗୁଡ଼ାକୁ ସହ୍ୟ କରିବାର ଶକ୍ତି ତା ପାଖରେ ରହିଯାଉଛି। କାହିଁକି? ତା ମନ ସେଇଠି ଲାଗିକି ରହୁନି, ତା ମନ ଭଗବାନଙ୍କ ସେବାରେ ଲାଗିକି ରହୁଛି। କାହିଁକିନା ସିଏ ଏତେ ପରିମାଣରେ ଭଗବାନଙ୍କ ସେବା କରୁଛି, ସେ ରୋଗ ଆଉ ତା'ର ଯେଉଁ ବୃଦ୍ଧାବସ୍ଥା ତା ପାଇଁ ଭକ୍ତିରେ ବାଧା ହେଉନି। ଆଉ ସେ ମାନସିକ ରୂପରେ ପୁରା ଷ୍ଟ୍ରଙ୍ଗ ହେଇକି ରହୁଛି, ହେ ନା। এইটা ହେଉଛି ଯେମିତିକା ଜାଣିଛନ୍ତି ନା, ଧର ଆପଣଙ୍କୁ ବହୁତ ଜ୍ୱର ହେଇଛି, ବହୁତ ଜୋର ଜ୍ୱର, ଆପଣ ଉଠି ପାରୁନାହାନ୍ତି, କିନ୍ତୁ ଆପଣଙ୍କର ଛୋଟ ପିଲା ଅଛି। ସେ ଜ୍ୱର ଅବସ୍ଥାରେ ସେ ଛୋଟ ପିଲା ପାଇଁ ଆପଣଙ୍କ ଘରେ ଆଉ କେହି ନାହିଁ, ତାକୁ ଖାଇବାକୁ ଦେବେ କି ନାହିଁ? ତାକୁ ରାନ୍ଧି ବାଡ଼ିକି ଦେବେ କି ନାହିଁ? ତାପରେ ତା'ର ସେବା କରିବେ କି ନାହିଁ? ସେ ଝାଡ଼ା ପରିସ୍ରା କରି ତା'ର ସେବା କରିବେ କି ନାହିଁ? କାହିଁକି ନା ତା ପ୍ରତି ଆପଣଙ୍କର ଆସକ୍ତି ଅଛି, ହେ ନା। ଠିକ୍ ସେଇଭଳିଆ ଜଣେ ବ୍ୟକ୍ତି ଯଦି କୃଷ୍ଣ ପ୍ରତି ଆସକ୍ତ ହୋଇଯାଇଥାଏ, ଆଉ ସେ ରୋଗଗ୍ରସ୍ତ ଅବସ୍ଥାରେ, ବୁଢ଼ା ଅବସ୍ଥାରେ ବି ସେ ଭଗବାନଙ୍କ ସେବା କରିବ ହିଁ କରିବ। ତା ପାଇଁ ସେ ରୋଗ ଆଉ ସେ ବୃଦ୍ଧାବସ୍ଥା କିଛି ଫରକ ହିଁ ପଡ଼ିବନି। କାହିଁକି? ତା ପାଇଁ ମୁଖ୍ୟ ହେଉଛି କ'ଣ? କୃଷ୍ଣଙ୍କ ସେବା। ଗଦାଧର ପଣ୍ଡିତ ସବୁଦିନ ଭଗବାନଙ୍କ ପାଇଁ ମାଳା ଗୁନ୍ଥିକି ଭଗବାନଙ୍କୁ ପିନ୍ଧଉଥାନ୍ତି। କେଉଁଠି? ତୋଟା ଗୋପୀନାଥ ଛିଡ଼ା ହେଇକି, ବହୁତ ବଡ଼ ବିଗ୍ରହ ଛିଡ଼ା ହେଇକି ଥାନ୍ତି। କିନ୍ତୁ ତାଙ୍କର ଯେତେବେଳେ ବୃଦ୍ଧାବସ୍ଥା ହେଇଗଲା, ସେତେବେଳେ ଆଉ ସିଏ ଆଉ ଉଠିକି ଭଗବାନଙ୍କୁ ମାଳ ପିନ୍ଧିବା ପାଇଁ ବହୁତ କଷ୍ଟ ହେଲା ତାଙ୍କୁ। ଦିନେ କ'ଣ ହେଇଛି, କବାଟ ଖୋଲିଲାକୁ ଭଗବାନ କ'ଣ ହେଇଛି ନା ଚକା ମାଡ଼ିକି ବସି ଯାଇଛନ୍ତି। କାହାକୁ? ଭକ୍ତର ସୁବିଧା ପାଇଁ, ଯେ ଗଦାଧର ପଣ୍ଡିତ ମୋତେ ମାଳ ପିନ୍ଧେଇ ପାରିବ। ଲମ୍ବା ଠାକୁର ବସି ଯାଇଛନ୍ତି ଚକା ମାଡ଼ିକି। ଏବେ ବି ସେ ବିଗ୍ରହ ଅଛନ୍ତି, ତୋଟା ଗୋପୀନାଥ। ଯିବେ କେବେ ଦେଖିବେ, ଭଗବାନ କେଉଁଠି ଏମିତି ଠାକୁର ନାହାନ୍ତି ଯେ ଚକା ମାଡ଼ିକି ବସିଛନ୍ତି। ସେଇଠି ଏକଲା ବିଗ୍ରହ ଠାକୁର କୃଷ୍ଣ ସ୍ୱୟଂ ଚକା ମାଡ଼ିକି ବସିଛନ୍ତି। କାହିଁକି? ନା ଗଦାଧରକୁ ସୁବିଧା ହେବ। ବୁଝିଗଲା? ଇଏ ହେଉଛି ସେବା। ତେଣୁ କୁହାଯାଉଛି ଭାବାର୍ଥ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଭୌତିକ ଶରୀରର ଅନୁଭୂତ ହୁଅନ୍ତି। ଅର୍ଥାତ୍ ଜନ୍ମର କଷ୍ଟ ତ କାହାକୁ ଜଣା ନଥିବ, ହେ ନାହିଁ? ଆଉ ମୃତ୍ୟୁର କଷ୍ଟ ବି କାହାକୁ
मरीगला पर किए क्या कहब ना कौन जे मृत्यु बेले कौन कष्ट होता से तो कथा कही पारुनी मृत्यु बेले कौन तार अनुभव अनुभूति केमती सेयार कर तेणु जन्म आ मृत्युर कष्ट कई जानी व्यक्त भी करपारती जहाँ आम पढ़ुचे शास्त्र पढ़ुचे जन्म बेले कौन कष्ट हुए आ मृत्यु बेले केमती कष्ट हुए ता मझिरे जो रहिला जरा आ व्याधि यही दुटा को भल भाव समझते पेशी जाती रोग आउ वृद्धावस्था ये दुटार बहुत कष्ट हुए तेणु लोक तापाई व्यवस्था कर चलते बैंक बैलेंस पैसा पैसा ठूल करिकी जे बुढ़ा हेले मोर जेनता कौन सी असुविधा न हुए मोर रक्षाणवेक्षण असुविधा असुविधा हेनी केमती बुढ़ा हो गले खाई पार न मागुथ खाया को एपटे झाड़ा हो जाऊ एपटे परिस्रा हो जाऊ खाया को दि जाऊन भोक लगुथ तेज भी दि जाऊन कहीं ना झाड़ा फेर परिस्रा कर सफा कर किए या ना चली पार न पड़ जा गोटे कमर पड़ जा घुसुरी टाणिकी नहीं जाऊे केते कष्ट आ तादरे पुणी जदि रोग हो जाइए पुणी चिंता करंतु गाँव में देखीचु लोक मान से भाया पड़ रही पूरा कुकुड़ी हाँ माछी पूरा देह लगुथ बहुत कि खाली खाया कौन गोटे ताटिया दे दो से खाया को एत कष्टमय स्थिति एटा सत्य जिनस आम देखी से वृद्धावस्था एमती माटी घर तो से माटी को एमती आंपुड़ी पकाउे गात कर पकाउे वृद्धावस्था एमतीका कष्ट मिले किंतु जन भक्त हो से कष्ट आसले भी भगवान ताकू सेवार लगे रखी आम जब जीवन सारा सेवा करथिबा से अवस्था भी आम सेवा करिया मन 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 मतटा को भगवान पाखे लगे सेवा कर पाए इच्छा प्रकाश करवा यही सब कहीं आसे ये सब पाप कर्मर फल जो आसे है ना ये जो कष्ट पाप कर्मर फल है ना तो आम जब भक्ति लगे आज पाखु ताले आम पाप कर्म किसी रही तीव्रेण भक्ति जगन तीव्रतार सहित भक्ति जदि करवा दृढ़ व्रत नहीं कि जदि भक्ति करवा ताले पापर फल रही तेणु वृद्धावस्था आमर भलरे कटिज कृष्ण स्मरण रे कटिज तेणु आमको बेल हूँ गोविंद सुमर कौन कहते कमला माता जी गोविंद साहा तेणु प्रहलाद महाराज कहते कौमारत आचरत प्राज्ञ बुद्धिमान लोक कुमार अवस्था जो मैंने शैशव अवस्था भगवान को भजन करिया दरकार माँ मैंने कहते बापा मैंने कहते अबे तर तो पाठ पढ़िया समय भजन कौन कर पाठ पढ़ी सारिकी चाकरी करके आपण को मार मुहरे मार आप देखियो ना खो पछे न देखू सी तार सुखर रहू ये मानसिकता ना सी सेपटे स्त्री पाखे रही जंत्रणा पा खाऊ एपटे माँ को कही पार्थो ना सेपटे क्या किसी कही पार्थो बेचारा ये हूँ भौतिक आजिकल मॉडर्न जुगर सोसाइटर दशा गधभलिया कटिकी पैसा आणुथो आउ किछि न ता छड़ा जन्म मृत्यु और जरा व्याधि भौतिक संसार अनुभूत होती अर्थात ये भौतिक शरीर यही सब दुख भोग करे किंतु दिव्य शरीर एथिरे आक्रांत हुए नहीं दिव्य शरीर माने कौन नरेंद्र प्रभु
ଦିବ୍ୟ ଶରୀର ମାନେ କ'ଣ? ଗାଡ଼ି ଚଲାଉଛି ପୁରା ଓକେ ଶୁଣୁଛି ଓକେ କ୍ଲାସ୍ ଓକେ 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 ଓକେ। ଗାଡ଼ି ଚଲାଉଛି ଘରକୁ ଫେରିକି ତ ଏବେ ଟିକେ ଉତ୍ତର ଦେଇପାରିବି ହେମନ୍ତ ପ୍ରଭୁ, କ୍ଲାସ୍ ଦିବ୍ୟ ଶରୀର ମାନେ କ'ଣ? ଶରୀର ଭଗବାନଙ୍କ ଦିବ୍ୟ ସେବାରେ ଲାଗିଥାଏ। ଯେଉଁ ଶରୀର ଭଗବାନଙ୍କ ଦିବ୍ୟ ସେବାରେ ଲାଗିଥାଏ ସେ ହେଉଛି ଦିବ୍ୟ ଶରୀର। ଯେମିତି ଗୋଟେ ଲୁହା ଯଦି ଗୋଟେ ନିଆଁରେ ପୁରେଇ ଦେଇଯିବ ସେ ଆଉ ଲୁହା ହେଇକି ରହିବ କି? କ'ଣ ହେବ ସିଏ ଲୀଳା ମାତାଜୀ? ଆଜ୍ଞା ପ୍ରଭୁଜୀ ତ ଲୁହାଟାକୁ ଯଦି ନିଆଁରେ ପୁରେଇକି ରଖାଯିବ ତାହେଲେ ସେଇଟା କ'ଣ ହେବ? ନିଆଁରେ ଆହୁତି ତାର ସ୍ୱୟଂ ରୂପକୁ ଆସିଯିବ। ହୁଁ ହୁଁ। ନିଆଁରେ ଆହୁତି ସେ ତାର ଠିକ୍ ବାଗେଇ ଯିବ ପୁରା। ସେ ନିଆଁ ହେଇଯିବ। ହୁଁ। ଲୁହାଟାକୁ ନିଆଁରେ ପକେଇଲେ ସେ ନିଆଁ ହେଇଯିବ। ସେ ଆଉ ଲୁହା ହେଇକି ରହିବନି, ସେ ସାଧାରଣ ଲୁହା ହେଇକି ରହିବନି। ଠିକ୍ ସେମିତିକା ଆମେ ଯେତେବେଳେ ଭଗବାନଙ୍କ ଦିବ୍ୟ ସେବାରେ ଲାଗୁଛେ ଆମ ଶରୀର ବି ଦିବ୍ୟ ହେଇଯାଉଛି ସେତେବେଳେ। ନିରନ୍ତର ଭଗବାନଙ୍କ ସେବାରେ ଯଦି ଆମେ ଲାଗିକି ରହିବା ତାହେଲେ ଏଇ ଜରା ଜନ୍ମ ମୃତ୍ୟୁ ଜରା ବ୍ୟାଧିର ଯେଉଁ କଷ୍ଟ ଆମକୁ ପ୍ରଭାବିତ କରିପାରିବ ନାହିଁ। ଦିବ୍ୟ ଶରୀରରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ନାହିଁ। ତେଣୁ ଯେ ଦିବ୍ୟ ଶରୀର ପ୍ରାପ୍ତ ହୁଏ ସେ ଭଗବାନଙ୍କର ଏକ ଚିରନ୍ତନ ସାଥୀ ହୋଇଯାଏ। ଏହି ଭୌତିକ ସଂସାରରେ ଯଦି ଆମେ ଏଇଭଳିଆ କାର୍ଯ୍ୟ କରୁଥିବା ଭଗବାନଙ୍କ ସେବାରେ ଲାଗୁଥିବା ମୃତ୍ୟୁ ପରେ ସେଇ ଚେତନା ଯଦି ଧାରଣ କରିଥିବା ତାହେଲେ ନିଶ୍ଚିତ ଭଗବାନଙ୍କ ଧାମକୁ ଆମେ ଫେରି ଯାଇକି ସେବାରେ ରତ ରହିବା। ସେ ହିଁ ବାସ୍ତବ ମୁକ୍ତ ଅଟେ। ଅହଂ ବ୍ରହ୍ମାସି, ମୁଁ ବ୍ରହ୍ମ ଅଟେ। ପ୍ରତ୍ୟେକ ଏହା ବୁଝିବା ଉଚିତ ଯେ ସେ ବ୍ରହ୍ମ ଅଟେ। ଜୀବନର ଏହି ବ୍ରହ୍ମ ଧାରଣା ଭକ୍ତିଯୋଗ ମାର୍ଗରେ ମଧ୍ୟ ଅଛି। ଏହା ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ଶୁଦ୍ଧ ଭକ୍ତବୃନ୍ଦ ଦିବ୍ୟ ଭାବରେ ବ୍ରହ୍ମସ୍ତରରେ ଅବସ୍ଥାନ କରନ୍ତି। ସେମାନେ ଦିବ୍ୟ କର୍ମ ତଥା ସକାମ କର୍ମ ସମ୍ବନ୍ଧରେ ସବୁକିଛି ଜାଣନ୍ତି। ଚାରି ପ୍ରକାର ଭକ୍ତ ଅଛି ଯେଉଁମାନେ ବିଶୁଦ୍ଧ ନୁହନ୍ତି କିନ୍ତୁ କୃଷ୍ଣ ସେବାରେ ନିଜକୁ ନିଯୁକ୍ତି କରିଥାନ୍ତି। ସେମାନେ ମଧ୍ୟ ନିଜର ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି ଏବଂ ଭଗବାନ କୃପାରୁ ଯେତେବେଳେ ସେମାନେ ପୂର୍ଣ୍ଣତଃ କୃଷ୍ଣ ଚେତନଶୀଳ ହୁଅନ୍ତି ସେତେବେଳେ ସେମାନେ ବାସ୍ତବରେ ଭଗବତ ସଙ୍ଗ ବା ଦିବ୍ୟ ସଙ୍ଗ ବା ସତ୍ସଙ୍ଗ ଲାଭ କରନ୍ତି। ଦେଖନ୍ତୁ, ଯେଉଁମାନେ ବିଶୁଦ୍ଧ ନୁହନ୍ତି କିନ୍ତୁ ନିଜକୁ କୃଷ୍ଣଙ୍କ ସେବାରେ ଲଗାଉଛନ୍ତି ସେମାନେ ମଧ୍ୟ ନିଜ ନିଜର ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି ଏବଂ କୃଷ୍ଣ କୃପାରୁ ସେମାନେ ପୂର୍ଣ୍ଣତଃ କୃଷ୍ଣ ଚେତନଶୀଳ ହୁଅନ୍ତି। ସେତେବେଳେ ସେମାନେ ବାସ୍ତବରେ ଭଗବତ ସଙ୍ଗ ବା ଦିବ୍ୟ ସଙ୍ଗ ବା ସତ୍ସଙ୍ଗ ଲାଭ କରନ୍ତି। ଠିକ୍ ସେଭଳିଆ ଆମେ ବର୍ତ୍ତମାନ ଶୁଦ୍ଧ ହେଇନାହିଁ, ବିଶୁଦ୍ଧ ହେଇନାହିଁ ନା। ତେଣୁ ଆମେ ବି ଯଦି ସେଭଳିଆ ଭଗବାନଙ୍କ ସେବାରେ ଲାଗିବା ତାହେଲେ ଆମେ ବି ଦିନେ ଶୁଦ୍ଧ ହେଇଯିବା। କିନ୍ତୁ ଯେଉଁମାନେ ଅନ୍ୟ ଦେବତା ପୂଜକ ସେମାନେ କଦାପି ପରମ ଧାମରେ ଅବସ୍ଥାନ କରିଥିବା ଭଗବାନଙ୍କ ନିକଟରେ ପହଞ୍ଚି ପାରିବେ ନାହିଁ। ସ୍ପଷ୍ଟ ଭାବରେ କହିଦିଆଯାଇଛି ଦେବତା ପୂଜକ କେବେ ଭଗବତ ଧାମକୁ ଯାଇପାରିବେ ନାହିଁ। ହେଲା, ଏହିପରି ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ରହ୍ମାନୁଭୂତି ଲାଭ କରିଥିବା ବ୍ୟକ୍ତିଗଣ ଗୋଲୋକ ବୃନ୍ଦାବନ ନାମରେ ପରିଚିତ ଶ୍ରୀକୃଷ୍ଣଙ୍କର ପରମ ଧାମରେ ପହଞ୍ଚି ପାରିବେ ନାହିଁ। କେବଳ ସେହି ଲୋକମାନେ ଯେଉଁମାନେ କୃଷ୍ଣ ଚେତନଶୀଳ ହୋଇ ସର୍ବଦା କୃଷ୍ଣ ସେବାରତ ବାସ୍ତବରେ ବ୍ରହ୍ମ ପଦବାଚ୍ୟ ଅଟନ୍ତି, କାରଣ ସେମାନେ ହିଁ ପ୍ରକୃତରେ କୃଷ୍ଣ ଲୋକରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବ୍ରହ୍ମ ପଦବାଚ୍ୟ କିଏ ହେଲେ? ଯିଏ କୃଷ୍ଣ ସେବା କରୁଛି ସେଇମାନେ ହିଁ ବ୍ରହ୍ମ ପଦବାଚ୍ୟ। କାରଣ ସେମାନେ କୃଷ୍ଣ ଲୋକକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ଏ ପ୍ରକାର ବ୍ୟକ୍ତିମାନଙ୍କର କୃଷ୍ଣ ସମ୍ବନ୍ଧରେ କୌଣସି ପ୍ରକାର ମତଭେଦ ନାହିଁ। ତେଣୁ ବାସ୍ତବରେ ସେମାନେ ବ୍ରହ୍ମ ପଦବାଚ୍ୟ ଅଟନ୍ତି। ଯେଉଁମାନେ ଭଗବାନଙ୍କର ଅର୍ଚ୍ଚାମୂର୍ତ୍ତି ବା ବିଗ୍ରହ ପୂଜା କରନ୍ତି କିମ୍ବା ଯେଉଁମାନେ କେବଳ ଭୌତିକ ବନ୍ଧନରୁ ମୁକ୍ତ ହେବା ନିମିତ୍ତ ଭଗବାନଙ୍କୁ ଧ୍ୟାନ କରିଚାଲିଛନ୍ତି
ଭଗବତ କୃପାରୁ ସେମାନେ ମଧ୍ୟ ପରବର୍ତ୍ତୀ ଶ୍ଲୋକରେ ଭଗବାନଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା ବ୍ରହ୍ମ ଅଧିଭୂତ ଏହି ସମ୍ବନ୍ଧୀୟ ତତ୍ତ୍ୱ ଜାଣନ୍ତି। କେମିତି ଜାଣିପାରିବେ? ଯଦି ଯେଉଁମାନେ ପୂଜା କରୁଛନ୍ତି ଆଉ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ସେମାନେ ବି ବ୍ରହ୍ମର ତତ୍ତ୍ୱ ସେମାନେ ଜାଣିପାରିବେ। କ'ଣ ଜାଣିବେ? ସାଧିଭୂତାଦିଦୈବଂ ମାଂ ସାଧିଯଜ୍ଞ ଚ ଯେ ବିଦୁ ପ୍ରୟାଣ କାଲେପି ଚ ମାଂ ତେ ବିଦୁର୍ଯୁକ୍ତ ଚେତସା। ଯେଉଁମାନେ ମୋତେ ପରମେଶ୍ୱର ରୂପେ ଜାଣନ୍ତି, ଭୌତିକ ପ୍ରକାଶର ନିୟନ୍ତ୍ରଣକାରୀ ବିଧି ରୂପେ ଜାଣନ୍ତି, ଯେଉଁମାନେ ମୋତେ ସମସ୍ତ ଦେବତାଙ୍କର ନିୟନ୍ତ୍ରଣକାରୀ ରୂପରେ ଜାଣିଛନ୍ତି, ସମୟ ଏବଂ ସମସ୍ତ ଯଜ୍ଞର ରକ୍ଷାକର୍ତ୍ତା ରୂପରେ ଜାଣନ୍ତି, ସେହିମାନେ ହିଁ ଦୃଢ଼ ମନରେ ମୋତେ ଜାଣିପାରନ୍ତି। ଏପରିକି ମୃତ୍ୟୁ ସମୟରେ ମଧ୍ୟ ମୋତେ ସେମାନେ ଜାଣିପାରନ୍ତି। କେଉଁମାନେ ମୃତ୍ୟୁ ସମୟରେ ଭଗବାନଙ୍କୁ ଜାଣିପାରନ୍ତି? ଯେଉଁମାନେ ମୋତେ ପରମେଶ୍ୱର ରୂପରେ ଜାଣିଛନ୍ତି। ଭଗବାନ ପରମେଶ୍ୱର ବୋଲି ସମସ୍ତେ ଜାଣିଛନ୍ତି। କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଜାଣିଛନ୍ତି। ଭୌତିକ ପ୍ରକାଶର ନିୟନ୍ତ୍ରଣକାରୀ ବିଧି ରୂପେ ଜାଣନ୍ତି। ଭଗବାନ ହେଉଛନ୍ତି ଭୌତିକ ଜଗତର ବି ନିୟନ୍ତ୍ରଣକାରୀ। ଯେଉଁମାନେ ସମସ୍ତେ ଦେବତାମାନଙ୍କର ନିୟନ୍ତ୍ରଣକାରୀ। ଭଗବାନ ହେଉଛନ୍ତି ସବୁ ଦେବତାକୁ ବି ମାଲିକ ଭଗବାନ। ସମସ୍ତ ଯଜ୍ଞର ରକ୍ଷାକର୍ତ୍ତା। ସେମାନେ ହିଁ ଦୃଢ଼ ମନରେ ମୋତେ ଜାଣିପାରନ୍ତି। ତେଣୁ ଭଗବାନଙ୍କୁ ଜାଣିବା ପାଇଁ ଆମକୁ ସ୍ୱୀକାର କରିବା ପାଇଁ ପଡ଼ିବ। କୃଷ୍ଣ ହିଁ ଭଗବାନ ପ୍ରଥମେ ଫାଷ୍ଟ। ଭାବାର୍ଥ, ଯେଉଁମାନେ କୃଷ୍ଣ ଚେତନାରେ କାର୍ଯ୍ୟ କରନ୍ତି, ସେମାନେ କଦାପି ସମ୍ପୂର୍ଣ୍ଣ ରୂପେ ପରମ ପୁରୁଷ ଭଗବାନଙ୍କୁ ବୁଝିବା ମାର୍ଗରୁ ଦୂରେଇ ଯାଆନ୍ତି ନାହିଁ। କ'ଣ? କୃଷ୍ଣ ଚେତନାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନେ କଦାପି ସମ୍ପୂର୍ଣ୍ଣ ରୂପେ ପରମ ପୁରୁଷ ଭଗବାନଙ୍କୁ ବୁଝିବା ମାର୍ଗରୁ ଦୂରେଇ ଯାଆନ୍ତି ନାହିଁ। ବ୍ୟକ୍ତି ଯଦି କୃଷ୍ଣ ଚେତନଶୀଳ ସାଧୁମାନଙ୍କର ଦିବ୍ୟ ସଙ୍ଗ ଲାଭ କରିପାରେ, ତେବେ ସେ ବୁଝିପାରିବ କିପରି ପରମେଶ୍ୱର ଭୌତିକ ପ୍ରକାଶ ତଥା ଦେବତାମାନଙ୍କର ନିୟନ୍ତ୍ରଣକାରୀ ଶକ୍ତି ରୂପେ କାର୍ଯ୍ୟ କରୁଛନ୍ତି। ଭକ୍ତଙ୍କ ସଙ୍ଗ, ଦିବ୍ୟ ସଙ୍ଗ, ସାଧୁମାନଙ୍କର ଦିବ୍ୟ ସଙ୍ଗ ଯଦି ଆମେ ଲାଭ କରୁଛେ, ତାହେଲେ ଆମେ ଜାଣିପାରିବା ଯେ ଭଗବାନ କେମିତିକା ସବୁ ଦେବତାମାନଙ୍କୁ ଆଉ ଏ ଭୌତିକ ଜଗତକୁ କଣ୍ଟ୍ରୋଲ କରୁଛନ୍ତି। ନହେଲେ ଜାଣିପାରିବା ନାହିଁ। କେମିତି ଜାଣିପାରିବା? ଭଗବାନ ଏ ଭୌତିକ ଜଗତକୁ ଆଉ ଦେବୀ ଦେବତାମାନଙ୍କୁ କଣ୍ଟ୍ରୋଲ କରୁଛନ୍ତି ବୋଲି କେମିତି ଜାଣିପାରିବା? ପ୍ରଶାନ୍ତ ପ୍ରଭୁ। କେମିତି ଜାଣିବା? ଆଚ୍ଛା, ମୁଁ ଦେଖୁଛି ବର୍ତ୍ତମାନ କିଏ କିଏ ଅନ୍ୟମନସ୍କ ଥିଲେ। ଗୀତାଞ୍ଜଳି ମାତାଜୀ, କେମିତି ଜାଣିବା? ଦୁଇ ନମ୍ବର। ତାପରେ ଲୀନା ମାତାଜୀ, କେମିତି ଜାଣିବା ଯେ ଭଗବାନ ସବୁ ଦେବତାମାନଙ୍କର କଣ୍ଟ୍ରୋଲ କରୁଛନ୍ତି ଆଉ ଭୌତିକ ଜଗତକୁ କଣ୍ଟ୍ରୋଲ କରୁଛନ୍ତି? କେମିତି ଜାଣିବା? तीन। मंजुश्री माताजी, चार। हेमंत प्रभु, हाँ, केमते जानिबा जे भगवान କୃଷ୍ଣ ଚେତନଶୀଳ ସାଧୁ ମାନଙ୍କର ସଙ୍ଗ ଲାଭ କରିପାରିବା, ତାହେଲେ କ'ଣ ନା ଆମେ ଜାଣିପାରିବୁ ଯେ ତାଙ୍କ ସଙ୍ଗ ଲାଭ କଲେ ଆମେ ବୁଝିପାରିବୁ ଯେ ଭଗବାନ ସମସ୍ତଙ୍କର ନିୟନ୍ତ୍ରଣକାରୀ, ସବୁ ଦେବତା ମାନଙ୍କର। ବୁଝିଗଲା? ମାନେ ମୁଁ ଏ 4-5 ଜଣଙ୍କୁ ପଚାରିଲି, ତା ଭିତରୁ ଜଣଙ୍କର ଉତ୍ତର ଆସିଲା।
ଆଉ ସମସ୍ତେ ଅନ୍ୟ ମନସ୍କ ରହୁଛନ୍ତି ନା କ'ଣ? କାହିଁକି ଏମିତି ହେଉଛି? ହଁ ସଦାପତି ପ୍ରଭୁ ପଚାରନ୍ତୁ କ'ଣ? ये जो ଅଧିଦେବତା ଅଧିଭୂତ ଯୋଉ ବର୍ଣ୍ଣନା କରାଯାଇଛି ସେଥିରେ ସବୁ ଦେବତା ମାନେ ଭଗବାନଙ୍କ ଶରୀରରେ ସ୍ଥିତ ବୋଲି କୁହାଯାଇଛି ହଁ ଭଗବତ ହଁ ଗୀତାରେ। ହଁ ଆଉ ଅହଂ ସର୍ବସ୍ୱ ପ୍ରଭବ ସବୁ ସମସ୍ତ ଗୋଟେ ମୋ ଠାରୁ ଜାତ ହେଇଛନ୍ତି ସେ ଶ୍ଲୋକରେ ବି କୁହାଯାଇଛି। ହୁଁ। ଏଠି ସ୍ପଷ୍ଟ ରୂପରେ ଲେଖାଯାଇଛି ଯଦି କୃଷ୍ଣ ଚେତନଶୀଳ ସାଧୁଙ୍କ ଦିବ୍ୟ ସଙ୍ଗ ଲାଭ କରିପାରେ ଯେ ବ୍ୟକ୍ତି, ତେବେ ସେ ବୁଝିପାରିବ ଯେ ପରମେଶ୍ୱର ଭୌତିକ ପ୍ରକାଶ ତଥା ଦେବତାମାନଙ୍କର ନିୟନ୍ତ୍ରଣକାରୀ ଶକ୍ତି ରୂପରେ କାର୍ଯ୍ୟ କରୁଛନ୍ତି। ଥାର୍ଡ଼ ଲାଇନ୍ରେ ଲେଖା ହେଇଛି, ସେକେଣ୍ଡ ଲାଇନ୍ରେ। ମୁଁ ଏଇଟାକୁ ହିଁ ଉଲ୍ଟେଇକି ପ୍ରଶ୍ନ ପଚାରିଥିଲି। ତେଣୁ ମୁଁ ଯେତେବେଳେ ପଢ଼ୁଛି ଧ୍ୟାନ ଦେବା ଦରକାର। କ୍ରମଶଃ ଏ ପ୍ରକାର ସତ୍ସଙ୍ଗ ଲାଭ ଦ୍ୱାରା ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କୁ ଭଲ ରକମ ବୁଝିପାରିବ। ତେଣୁ କୁହାଯାଏ ସାଧୁସଙ୍ଗ ସର୍ବଶାସ୍ତ୍ର କହେ। ଏ ପ୍ରକାର କୃଷ୍ଣ ଚେତନଶୀଳ ବ୍ୟକ୍ତି ମୃତ୍ୟୁ ସମୟରେ କଦାପି କୃଷ୍ଣଙ୍କୁ ଭୁଲି ପାରିବ ନାହିଁ। ଫଳତଃ ସେ ଏହି ପ୍ରକାର ଭଗବାନଙ୍କର ପରମଧାମ ଗୋଲୋକ ବୃନ୍ଦାବନକୁ ଉନ୍ନୀତ କରିବ। ଏହି ସପ୍ତମ ଅଧ୍ୟାୟରେ ବିଶେଷ କରି ବର୍ଣ୍ଣନା କରାଯାଇଛି ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ ହୋଇପାରିବ। କୃଷ୍ଣ ଚେତନଶୀଳ ମହାତ୍ମାମାନଙ୍କର ସଙ୍ଗ ଲାଭ ହେଉଛି ପ୍ରଥମ କାମ। ଫାର୍ଷ୍ଟ ଡ୍ୟୁଟି ହେଉଛି ଆମେ ସାଧୁ ସଙ୍ଗ କରିବା, ଶ୍ରବଣ କରିବା। ସାଧୁ ସଙ୍ଗ ମାନେ ତାଙ୍କଠୁ ଶୁଣିବା, ଶୁଣି କ'ଣ କରିବା ନା ନିଜ ଜୀବନରେ ଆପ୍ଲିକେସନରେ ଆଣିବା ତାକୁ। ଏଇଟା ହେଉଛି ଅରିଜିନାଲ୍ ସାଧୁ ସଙ୍ଗ। ନାହିଁ କି କହିଦିଆଗଲା ସାଧୁ ସଙ୍ଗ, ତାଙ୍କୁ ଖାଇତେ ଦେଇଦିଅ, କପଡ଼ା ଦେଇଦିଅ, ଟଙ୍କା ଦେଇଦିଅ, ଇଏ ସାଧୁ ସଙ୍ଗ ନୁହଁ। ସାଧୁ ସଙ୍ଗ ହେଉଛି ସାଧୁ ଯାହା କହୁଛନ୍ତି ତାଙ୍କୁ ଶୁଣିବା, ତାକୁ ନିଜ ଜୀବନରେ ଉତାରିବା। ଏତଦ୍ୱାରା ବ୍ୟକ୍ତି କୃଷ୍ଣ ଚେତନଶୀଳକୁ ଆରମ୍ଭ କରେ। ଏ ପ୍ରକାର ସଙ୍ଗ ଦିବ୍ୟ ସଙ୍ଗ ବା ସତ୍ସଙ୍ଗ ଅଟେ। ଏହା ବ୍ୟକ୍ତିକୁ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର ସଂସ୍ପର୍ଶରେ ଆଣେ। ସେହି ଭଗବାନଙ୍କ ଦୟାରୁ ବ୍ୟକ୍ତି କୃଷ୍ଣଙ୍କୁ ଭଗବାନ ରୂପେ ଜାଣିପାରେ। ଆହୁରି ମଧ୍ୟ ଏଥିସହିତ ବ୍ୟକ୍ତି ଜୀବନ ସ୍ୱରୂପ ସମ୍ବନ୍ଧରେ ଅବଗତ ହୋଇପାରେ। ଆମେ ଯେ ଭଗବାନଙ୍କର ଦାସ ସେ ବିଷୟରେ ବି ସେ ଜାଣିପାରେ। ତା'ର ଏଇଟା କନଫର୍ମ ହୁଏ, ତା'ର କନଭିକ୍ସନ୍ ବଢ଼େ। ହଁ ମୁଁ କୃଷ୍ଣଙ୍କର ଦାସ। ଏଇ ବାରମ୍ବାର ଶୁଣିବା ଦ୍ୱାରା, ସାଧୁଙ୍କ ପାଖରୁ ଶୁଣିବା ଦ୍ୱାରା ମୁଁ ହେଉଛି କୃଷ୍ଣଙ୍କ ଦାସ, କୃଷ୍ଣ ହେଉଛି ମୋର ମାଲିକ, ଏଇଟା ଆହୁରି କନଫର୍ମ ହୋଇଯାଏ। ସେ କନଭିନ୍ସଡ୍ ହେଇଯାଏ, ସେ କେବେ ଢଳେନି ଆଉ। ଜୀବ କିପରି କୃଷ୍ଣଙ୍କୁ ଭୁଲିଯାଏ ଏବଂ ଭୌତିକ ଜଗତର କର୍ମରେ ଆସକ୍ତ ହୋଇଯାଏ, ଏକଥା ମଧ୍ୟ ସେ ଜାଣିପାରେ। ଜାଣିବା ଦରକାର। ଯେମିତି ଆମେ କୃଷ୍ଣ ଚେତନାରେ ଅଛୁ, ଏମିତି କେତେବେଳେ ସମୟ ଆସୁଛି ଆମେ କୃଷ୍ଣକୁ ଭୁଲି ଯାଉଛେ, କୃଷ୍ଣ ଦୂରେ ଯାଉଛେ, ମନ୍ଦିରକୁ 10-15 ଦିନ ହେଲା ଯାଇଥିଲୁ ଆଉ ଯିବା ପାଇଁ ଇଚ୍ଛା ହେଉନି। ଏଇଟା ବି ଜାଣିବା ଦରକାର ଯେ ମୋର ଯିବା ପାଇଁ ଇଚ୍ଛା ହେଉନାହିଁ, ଯେ ମୁଁ 15 ଦିନ ହେଲା ଯାଇନାହିଁ, ଯେ ମୁଁ ନାମ ଜପ କରିନାହିଁ। ଏଇଟା ବି ଯେ ଅନୁଭବ ଯେ କରିପାରୁଛି ସେଇଟା ବି କୃଷ୍ଣଙ୍କ ଦ୍ୱାରା, କୃଷ୍ଣ କୃପାରୁ ହୁଏ। ଏଇଟା ଅନୁଭବ ବି କରିବା ଦରକାର ଯେ ମୁଁ କିଛି ଭୁଲ କରୁଛି। କିନ୍ତୁ ଆମ ଜୀବନରେ କ'ଣ ନା ମୁଁ ଯେଉଁଟା କହୁଛି ସେଇଟା ହିଁ ଠିକ୍। ମୁଁ ଭକ୍ତ ହେଇଗଲିଣି ବର୍ତ୍ତମାନ, ମୁଁ ଯେଉଁଟା କହୁଛି ସେଇଟା ହିଁ ଠିକ୍ କହୁଛି, ହେ ନା। ଏଇଭଳିଆ ଆମେ ଯେଉଁ ସୋ-କଲ୍ଡ ଭକ୍ତ, ଆମର ମାନସିକତା ଏଇଆ ଯେ ମୁଁ ଯାହା କହୁଛି ସେଇଟା ଠିକ୍, ଆଉ ସମସ୍ତେ ଏଠି ଭୁଲ। ନା, ମୁଁ ଠିକ୍ ନ କହୁଥାଇପାରେ, ଏଇଟା ଅନୁଭବ କରିବା ସେଇଟା ଗୋଟେ କୃପା। ସେଇଟା ସାଧୁସଙ୍ଗରେ ହୁଏ। ସତତ ସାଧୁସଙ୍ଗ ଦ୍ୱାରା ବ୍ୟକ୍ତି କ୍ରମଶଃ କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି କଲେ ବୁଝିପାରିବ ଯେ କୃଷ୍ଣଙ୍କୁ ଭୁଲିଯିବା ଯୋଗୁଁ ଯେଉଁ ଜୀବ ଭୌତିକ ଶକ୍ତିର ଅଧୀନସ୍ଥ ହୋଇଯାଏ। ଯେତେବେଳେ ଆମେ କୃଷ୍ଣକୁ ଭୁଲି ଯାଉଛେ ସେତେବେଳେ ଆମେ ଭୌତିକ ଜଗତର ସଂସ୍ପର୍ଶରେ ଆସୁଛେ। କୃଷ୍ଣ ଭୁଲି ଯେଇ ଜୀବ ଭୋଗବାଞ୍ଛା କରେ, ଅତଏବ ମାତାରେ ଝାପଟିଆ ଧରେ।
ସେ ଏହା ମଧ୍ୟ ବୁଝିପାରେ ଯେ ଏ ମାନବ ଜୀବନ କୃଷ୍ଣ ଚେତନା ଲାଭ କରିବା ନିମିତ୍ତ ଏକ ସୁଯୋଗ ଅଟେ। ଏହା ପୂର୍ଣ୍ଣତଃ ଭଗବାନଙ୍କର ଅହେତୁକ କୃପା ଲାଭ ନିମିତ୍ତ ଉପଯୋଗ କରିବା ଉଚିତ। ନାହିଁକି ଏଠି ସେଠି ଚୁଗୁଲି କରିବା ଦରକାର, ନାହିଁକି ଏ ଭକ୍ତ ବିଷୟରେ ଶୁଣିବା, ସେ ଭକ୍ତଙ୍କ ବିଷୟରେ ଶୁଣିବା, ସେଠି ଯାଇ କହିବା, ଏଠି ଯାଇ କହିବା। ଆମ ଜୀବନଟା ସେଇଥିପାଇଁ ନୁହଁ। ଏଇଟା ସାଧୁସଙ୍ଗ ନୁହଁ। ସାଧୁଙ୍କ ସାଙ୍ଗରେ ମିଶେ, ଆଠୁ ତା କଥା ନେଇ ତା ପାଖରେ କହିବା, ତା ପାଖରେ କଥା ନେଇ ତା ପାଖରେ କହିବା, ଏଇଟା ସାଧୁସଙ୍ଗ ନୁହଁ। ସାଧୁସଙ୍ଗ ମାନେ ଆମେ କେମିତିଆ ଭଗବତ ଜୀବନରେ ଉନ୍ନତି କରିବା, ଭଗବାନ କେମିତିକା ଏ ଭୌତିକ ଜଗତକୁ ଚଳାଉଛନ୍ତି, ଭଗବାନ ତାଙ୍କ ଶକ୍ତି ଦ୍ୱାରା କେମିତିକା ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଏ ଶୁଣିବା, ଭଗବାନଙ୍କ ବିଷୟରେ ଶୁଣିବା, ଲୀଳା କଥା ଗୁଣ, ଭଗବାନ କେତେ ଦୟାଳୁ, ଭଗବାନ କେତେ ମହାନ, ଭଗବାନ କେତେ ବଦାନ୍ୟ, ଭଗବାନ ତାଙ୍କର ଭକ୍ତଙ୍କୁ କେମିତି ରକ୍ଷା କରନ୍ତି, ପୋଷଣ କରନ୍ତି, ପାଳନ କରନ୍ତି, এই ବିଷୟରେ ଶୁଣିବା ଦ୍ୱାରା କ'ଣ ହୁଏ, ଭଗବାନ ପ୍ରତି ଆମର ଭକ୍ତିଟା ବଢ଼େ। ଏହି ଅଧ୍ୟାୟରେ ଅନେକ ବିଷୟ ବର୍ଣ୍ଣନା କରାଯାଇଛି। ଶୋକାର୍ତ ବ୍ୟକ୍ତି, ଜିଜ୍ଞାସୁ, ଭୌତିକ ଆବଶ୍ୟକତା ପୂରଣ ନିମିତ୍ତ ପ୍ରାର୍ଥୀ ମାନବ, ବ୍ରହ୍ମଜ୍ଞାନ, ପରମାତ୍ମାଙ୍କ ସମ୍ବନ୍ଧୀୟ ଜ୍ଞାନ, ଜନ୍ମ ମୃତ୍ୟୁ ଓ ବ୍ୟାଧିରୁ ମୁକ୍ତ ଏବଂ ପରମେଶ୍ୱରଙ୍କର ପୂଜା ଇତ୍ୟାଦି। ସେ ଯାହା ହେଉ, ଯେଉଁ ବ୍ୟକ୍ତି ବାସ୍ତବରେ କୃଷ୍ଣ ଚେତନା ମାର୍ଗରେ ଉନ୍ନତି କରିଛି, ସେ କଦାପି ଅନ୍ୟ ବିଧିକୁ ପସନ୍ଦ କରିବ ନାହିଁ। ଅନ୍ୟ ବିଧି ମାନେ କ'ଣ? ଭକ୍ତିକୁ ଛାଡ଼ି ଦେଇକି ଅନ୍ୟ ବିଧି କ'ଣ ଅଛି? ଗୀତାଞ୍ଜଳି ମାତାଜୀ, ଜ୍ଞାନ ମାର୍ଗ, ଯୋଗ ମାର୍ଗ, ଅଷ୍ଟାଙ୍ଗ ଯୋଗ ବିଧି, ସେ କେବଳ ସିଧାସଳଖ କୃଷ୍ଣଙ୍କ ସେବାରେ, କୃଷ୍ଣ କର୍ମରେ ହିଁ ନିଯୁକ୍ତ ରହିବ ଏବଂ ତଦ୍ୱାରା ସେ ଆପଣାର ସ୍ୱରୂପ ତଥା ଜୀବର ନିତ୍ୟ କୃଷ୍ଣତା ସେ ବୁଝିପାରିବ। ଏ ପ୍ରକାର ଅବସ୍ଥାରେ ଶୁଦ୍ଧ ଭକ୍ତି ଯୋଗ ମାର୍ଗରେ ପରମେଶ୍ୱରଙ୍କର ଦିବ୍ୟ ନାମ ଗୁଣ ଶ୍ରବଣ କୀର୍ତ୍ତନ ସେ ଆନନ୍ଦ ଅନୁଭବ କରିବ। ଯଦି ଆମକୁ ଆନନ୍ଦ ଆସୁନାହିଁ, ତାହେଲେ ଆମେ ସେଗୁଡ଼ା କରୁନେ ବୋଲି ଜାଣିବା ଦରକାର। ଆମେ କୃଷ୍ଣ ଚେତନା ମାର୍ଗ ଅନୁଶୀଳନ କରୁନାହିଁ। ଏହା ଭଲ ରକମ ହୃଦୟଙ୍ଗମ କରିପାରିବ ଯେ ଏତଦ୍ୱାରା ସେ ତା'ର ଲକ୍ଷ୍ୟରେ ସାଧିତ ହେବ। ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ ଦ୍ୱାରା ସେ ତା'ର ଲକ୍ଷ୍ୟରେ ସାଧିତ ହେବ। ଲକ୍ଷ୍ୟର କ'ଣ? ଜୀବନର ଲକ୍ଷ୍ୟ କ'ଣ? କୃଷ୍ଣ ପ୍ରେମ ପ୍ରାପ୍ତି। ଏ ପ୍ରକାର ଦୃଢ଼ ବିଶ୍ୱାସକୁ ଦୃଢ଼ବ୍ରତ କୁହାଯାଏ। ଏହା ଭକ୍ତି ଯୋଗର ପ୍ରାରମ୍ଭ ଅଟେ, ଅର୍ଥାତ୍ ଦିବ୍ୟ ସେବାରେ ନିଯୁକ୍ତ ହେବାର ପ୍ରାଥମିକ ସ୍ତର ଅଟେ। ଏହା ସମସ୍ତ ଗ୍ରନ୍ଥର ବାଣୀ ଅଟେ। ଗୀତାର ସପ୍ତମ ଅଧ୍ୟାୟର ଏ ବିଶ୍ୱାସର ସାରାଂଶ ଅଟେ। ଏହିପରି ଭାବରେ ଶ୍ରୀମଦ୍ ଭଗବଦ୍ଗୀତାର ସପ୍ତମ ଅଧ୍ୟାୟର ଜ୍ଞାନ ବିଜ୍ଞାନ ଯୋଗ ଶୀର୍ଷକ ଭକ୍ତି ବେଦାନ୍ତ ଭାଷ୍ୟ ସମାପ୍ତ ହେଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କାହାର କିଛି ପ୍ରଶ୍ନ ଜିଜ୍ଞାସା? କନକ୍ଲୁଜନ୍ କ'ଣ ହେଲା? କନକ୍ଲୁଜନ୍ ଏହା ହେଲା ଯେ ଆପଣ ଯଦି କୃଷ୍ଣଙ୍କ ସେବାରେ ଲାଗିବେ, ତାହେଲେ ଆପଣଙ୍କୁ ରୋଗ ଆଉ ବୃଦ୍ଧାବସ୍ଥାର ଯେଉଁ କଷ୍ଟ ଅନୁଭବ ହୋଇପାରିବ ନାହିଁ। এই जो লাস্ট প্যারাগ্রাফ না, जो से जो লাইনটা আছে সেইটা কিন্তু বুঝিটা এই অধ্যায়ের অনেক বিষয় বর্ণনা করা হচ্ছে। শোকার্ত ବ୍ୟକ୍ତି ଜିଜ୍ଞାସୁ, ଭୌତିକ ଆବଶ୍ୟକତା ପୂରଣ ନିମିତ୍ତ ସେଇଟା ମୁଁ ଯେ କହିଲି ଆପଣ ବୁଝିପାରିଲେନି କି? ଆପଣ ମୋତେ ପ୍ରଶ୍ନ ପଚାରିଲେ, ମୁଁ ଆପଣଙ୍କୁ କହିଲି, ଆପଣ ଶୁଣିଲେନି କି ନାହିଁ? ଶୁଣିଲି କିନ୍ତୁ ଆଉ ଟିକେ ବୁଝେଇ। ମୁଁ କହିଲି ଯେ ଯଦି କେହି କୃଷ୍ଣ ଚେତନାରେ ଲାଗିକି ଥିବ, ତାହେଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଶରୀରକୁ ଗ୍ରସ୍ତ କରିବ, କିନ୍ତୁ ସେ ତା ଦ୍ୱାରା ପ୍ରଭାବିତ ହେବ ନାହିଁ।
କାହିଁକି ପ୍ରଭାବିତ ହେବ ନାହିଁ? ଯେହେତୁ ସେ କୃଷ୍ଣଙ୍କ ସେବାରେ ଲାଗିକି ଅଛି, ସେଇଥିପାଇଁ ଏଇ ଯେଉଁ ବୃଦ୍ଧାବସ୍ଥା ଆଉ ରୋଗ ତାକୁ କୌଣସି ପ୍ରକାର ତାକୁ ଆକ୍ରାନ୍ତ କରିପାରିବ ନାହିଁ। ଆରାମ କଷ୍ଟ ଆସିବ କିନ୍ତୁ ସେ ତା ଦ୍ୱାରା ପ୍ରଭାବିତ ହେବ ନାହିଁ। କାହିଁକି? ତାର ମନ ଆଉ କେଉଁଠି ଲାଗିଛି? ତାର ମନ କୃଷ୍ଣଙ୍କ ସେବାରେ ଲାଗିଛି। ଆଉ ଏଇ ଅଧ୍ୟାୟରେ ଦେବତା ପୂଜା ବିଷୟରେ କୁହାଯାଇଛି। ଏହି ଅଧ୍ୟାୟରେ 4 ପ୍ରକାର ଲୋକ ଯେଉଁ କୃଷ୍ଣ ଚେତନାକୁ ଆସନ୍ତି, 4 ପ୍ରକାର ଲୋକ କୃଷ୍ଣ ଚେତନାକୁ ଆସନ୍ତି ନାହିଁ। ଗୁଣୀଭୂତା ଭକ୍ତି, କେବଲା ଭକ୍ତି, ଆଉ କ'ଣ ପ୍ରଧାନୀଭୂତା ଭକ୍ତି, ସବୁ ବିଷୟରେ କୁହାଯାଇଛି। ଆଉ ବିଶେଷ କରିକି ଏଇ 2ଟା ଶ୍ଲୋକରେ କୁହାଗଲା ଯେ ବ୍ରହ୍ମ, ଆଧ୍ୟାତ୍ମ, କର୍ମ, ଆଦିଭୂତ, ଆଦିଦୈବ, ଆଦିଯଜ୍ଞ, ଏହିସବୁ ବିଷୟରେ ଆଗ ଅଧ୍ୟାୟରେ ବି ଚର୍ଚ୍ଚା କରାଯିବ। ଆଉ 8ମ ଅଧ୍ୟାୟର 1-2 ନମ୍ବର ଶ୍ଲୋକରେ ଏହିସବୁ ଚର୍ଚ୍ଚା କରାଯିବ। ଆଦିଭୂତ, ଆଦିଦୈବ କ'ଣ, ଆଦିଯଜ୍ଞ, ଆଧ୍ୟାତ୍ମ କ'ଣ, କର୍ମ କ'ଣ, ବ୍ରହ୍ମ କ'ଣ, ଏହିସବୁ ଆଗାମୀ ଅଧ୍ୟାୟରେ ବି ଚର୍ଚ୍ଚା କରାଯିବ। ହେଲା? ଆଉ କିଛି ପ୍ରଶ୍ନ ଅଛି? हरे कृष्णा। तो जदि कहार किसी प्रश्न ना ताले आमे एठी समाप्त करुछु ना कोन? हरे कृष्ण। Namaste.